हाय पिलाମାନେ ସମସ୍ତଙ୍କୁ ଓଡ଼ିଆ ସାର୍ ଓଏଭି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ଦଶମ ଶ୍ରେଣୀ ଓଡ଼ିଆ ବିଷୟ ପ୍ରବନ୍ଧ ଜନ୍ମଭୂମି ଏହି ପ୍ରବନ୍ଧର ଆମେ ସାରାଂଶ ଏହି ଭିଡ଼ିଓରେ ଆଲୋଚନା କରିବା। ଆଶା କରୁଛି ସମସ୍ତଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିବ, ପ୍ରବନ୍ଧଟି ସମ୍ପୂର୍ଣ୍ଣ ଭାବେ ତୁମେ ବୁଝିପାରିବ। ଭଲ ଲାଗିଲେ ପିଲାମାନେ ଲାଇକ୍ କରିଦେବ, କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଭାବରେ ଜଣାଇବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବନି ଯେଉଁମାନେ ନ ଆସିଛ। ଓଡ଼ିଆ ସାର୍ ଓଏଭି ହ୍ୱାଟ୍ସଆପ୍ ଚ୍ୟାନେଲ ଅଛି, ଯେଉଁମାନେ ଫଲୋ କରିନ मो डिस्क्रिप्शन में लिंक शेयर कर देछि पिला माने तुमे जॉइन करि परिबो एवं आगु को एमिति अनेक वीडियो रो सूचना पाई परिबो एवं आगु को हेबाकु थिबा ऑनलाइन क्विज कंपटीशन ऊपर मध्ये पार्टिसिपेट करि परिबो। चलो आमे विलंब न करि भिडियोटी आरंभ करिबा। देखो पिला माने प्रबंध जन्मभूमि लेखक होचंती डॉक्टर कृष्णचंद्र पाणिग्राही। तांका परिचय प्रथम रे आमे जानिबा। डॉक्टर कृष्णचंद्र पाणिग्राही 1909 मसिया डिसेंबर 1 तारिख दिन जन्मग्रहण करिथिले। तांकर जन्मस्थान मयूरभंज जिल्लार खिचिंगଠାରେ से जन्मग्रहण କରିଥିଲେ। ପିଲାମାନେ ନିଜ ଖାତାରେ ନୋଟ୍ କରିଦେଉଥିବ, ଆଗାମୀ ପରୀକ୍ଷା ମାନଙ୍କରେ ବହୁତ ସହାୟକ ହେବ। ତ ମୟୂରଭଞ୍ଜ ଜିଲ୍ଲା ଖିଚିଂ ଗାଁରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଗୋଟେ ସୁନ୍ଦର ଆତ୍ମଜୀବନୀ ଲେଖିଥିଲେ, ଯାହାକି ଅତି ପରିଚିତ, ମୋ ସମୟର ଓଡ଼ିଶା। ଏ ମଧ୍ୟ ପରୀକ୍ଷାରେ ପ୍ରଶ୍ନ ଆସିଥାଏ ପିଲାମାନେ। ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଆତ୍ମଜୀବନୀର ନାଁ କ'ଣ? ଉତ୍ତର ହେବ ମୋ ସମୟର ଓଡ଼ିଶା। ପାଠ ପଢ଼ିବା ସହିତ ବା ଅଧ୍ୟାପନା ସହିତ ରତ୍ନପ୍ରଦ ଗବେଷଣା ସେ ବ୍ୟାପୃତ ଥିଲେ, ଅର୍ଥାତ୍ ଗବେଷଣା କାର୍ଯ୍ୟରେ ସେ ଲିପ୍ତ ଥିଲେ। ଇଂରାଜୀରେ ଲିଖିତ ତାଙ୍କର ଗବେଷଣା ପୁସ୍ତକଟି ଅଛି, ଯାହାର ନାଁ ହେଲା ଭୁବନେଶ୍ୱର ପ୍ରତ୍ନତାତ୍ତ୍ୱିକ ଅବଶେଷ। ଏ ମଧ୍ୟ ପ୍ରଶ୍ନ ଆସେ ପିଲାମାନେ। ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ଇଂରାଜୀରେ ଏକ ଗବେଷଣା ପୁସ୍ତକର ନାଁ କ'ଣ? ଉତ୍ତର ହେବ ଭୁବନେଶ୍ୱରର ପ୍ରତ୍ନତାତ୍ତ୍ୱିକ ଅବଶେଷ। ଏବେ ଯେଉଁ ପଢ଼ୁଛେ ଜନ୍ମଭୂମି ପ୍ରବନ୍ଧ, ଏହା ପ୍ରବନ୍ଧ ମାନସରୁ ସଂଗୃହୀତ। ଏ ମଧ୍ୟ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ଏହି ଜନ୍ମଭୂମି ପ୍ରବନ୍ଧଟି କେଉଁ ପୁସ୍ତକରୁ ସଂଗୃହୀତ? ଉତ୍ତର ହେବ ପ୍ରବନ୍ଧ ମାନସରୁ ସଂଗୃହୀତ। ଏହି ପ୍ରବନ୍ଧରେ ଲେଖକ ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ କରିଛନ୍ତି ଏବଂ ନିଜର ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ଆରମ୍ଭ କରିବା ପାଇଁ ଉଦ୍ବୋଧନ ଦେଇଛନ୍ତି। ତା ସହିତ ଏହି ପ୍ରବନ୍ଧଟି କ'ଣ? ବସୁଧୈବ କୁଟୁମ୍ବକମ୍ ଭାବନାରେ ଲିଖିତ। ଅର୍ଥାତ୍ ବସୁଧୈବ କୁଟୁମ୍ବକମ୍ କ'ଣ? ସମଗ୍ର ବସୁଧାକୁ ବା ପୃଥିବୀକୁ ଗୋଟେ ପରିବାର ବୋଲି ମନେ କରିବା, ଏହି ଭାବନାରେ ଏହି ପ୍ରବନ୍ଧଟି ପରିପୃଷ୍ଟ। ତ ପ୍ରଥମରେ ଲେଖକ ଜନ୍ମଭୂମି ପ୍ରବନ୍ଧରେ କ'ଣ ଜନ୍ମଭୂମିର ପ୍ରକୃତ ଅର୍ଥ ସନ୍ଧାନ କରିଛନ୍ତି। ପ୍ରଥମରେ ପ୍ରଶ୍ନ କରିଛନ୍ତି, ମୁଁ କାହାକୁ ନିଜର ଜନ୍ମଭୂମି ବୋଲି କହିବି? କାରଣ କେହି କାହାଠାରୁ ଅଲଗା ନୁହନ୍ତି। ଅର୍ଥାତ୍ ପୃଥିବୀ, ଏସିଆ ମହାଦେଶ, ଭାରତ, ଓଡ଼ିଶା ତଥା ନିଜ ଗାଁ, ଏହି କାହାଠାରୁ ଅଲଗା ନୁହନ୍ତି, ବିଚ୍ଛିନ୍ନ ନୁହନ୍ତି। ତେଣୁ ପ୍ରଥମରେ ସେ ସ୍ୱୀକାର କରି କହିଛନ୍ତି କି ଏ ସମସ୍ତ ବା ଏ ବ୍ୟାପକ ଅର୍ଥରେ ଏ ସମସ୍ତ ହେଉଛି ମୋର ଜନ୍ମଭୂମି। କିନ୍ତୁ ପ୍ରକୃତ ଅର୍ଥରେ ସେ କାହାକୁ ଜନ୍ମଭୂମି ବୋଲି କହିଲେ? ମା ଗର୍ଭରୁ ପଡ଼ି ଯେଉଁ ଜାଗାରେ ପ୍ରଥମେ ଭୂମି ସ୍ପର୍ଶ କଲେ, ଯେଉଁ ମାଟି, ଯେଉଁ ଗାଁ ତାଙ୍କୁ ଫଳ ଶସ୍ୟ ଦେଲେ, ବିଷମ ବିପାକ ବେଳେ ଯେଉଁ ଜାଗାର ସେ ରୂପ ରସ ଗନ୍ଧର ପ୍ରଥମ ପରିଚୟ ପାଇଲେ, ତାକୁ ହିଁ ସେ ନିଜର ଜନ୍ମଭୂମି ବୋଲି କହିଛନ୍ତି। ଯେଉଁ ଗାଁରେ ସେ ଛୋଟରୁ ବଡ଼ ହୋଇଛନ୍ତି, ପାଠ ପଢ଼ିଛନ୍ତି, ବର୍ତ୍ତମାନ ସେ ସହରରେ ଅଛନ୍ତି, ଚାକିରି କରୁଛନ୍ତି, କିନ୍ତୁ ସେ ଗାଁକୁ ଆସିପାରୁନାହାନ୍ତି। ସତେ ଯେମିତି ବହୁତ ଦୂରେଇ ଯାଉଛନ୍ତି ନିଜ ଗାଁ ମାଟିଠାରୁ। ଆୟୁ ସୂର୍ଯ୍ୟ ବା ଆୟୁ ରୂପକ ସୂର୍ଯ୍ୟ ଯେତେ ବେଶୀ ଘନିଷ୍ଠ ହେବାର କଥା, ସେମିତି ନିଜ ଗାଁ ସହିତ ସମ୍ପର୍କ ସେତେ ଘନିଷ୍ଠ ହେବାର କଥା ଲେଖକଙ୍କର, କିନ୍ତୁ ସେତେ ମାତ୍ରାରେ ଘନିଷ୍ଠ ହୋଇପାରୁନାହିଁ। ସମ୍ପୂର୍ଣ୍ଣ ଭାବେ ସତେ ଯେମିତି ସେ ବଦଳି ଯାଇଛନ୍ତି। କେବଳ ସେ ଜାତି ସ୍ମର ପରି ଖାଲି ମନେ ପକାଉଛନ୍ତି। ତାଙ୍କ ଆଖି ଆଗରେ କେବଳ ତାଙ୍କ ଗାଁ ଭାସିଯାଏ। ବହିରେ ଅଛି ପିଲାମାନେ, ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ ବେଷ୍ଟିତ ଫଞ୍ଚ କୀର୍ତ୍ତି କିରୀଟି। ଏହା ହେଉଛି ତାଙ୍କର ଜନ୍ମଭୂମି, ତାଙ୍କ ଆଖି ଆଗରେ ଭାସିଯାଏ। ଦ୍ୱିମାର୍କିଆ ପ୍ରଶ୍ନ ଆସିଥାଏ, ଲେଖକଙ୍କ ଆଖି ଆଗରେ କ'ଣ ଭାସିଯାଏ? ତାଙ୍କ ଜନ୍ମଭୂମି ଲେଖିବା କିମ୍ବା ରାଶି ରାଶି ଶାଳତରୁ ମଧ୍ୟରେ ତଟିନୀ ବେଷ୍ଟିତ ଭଞ୍ଚ କୀର୍ତ୍ତି କିରୀଟି। ବର୍ତ୍ତମାନ ସେ ତାଙ୍କ ଜନ୍ମଭୂମିକୁ ଫେରି ଯିବା ପାଇଁ ତାଙ୍କର ନୈତିକ ସାହସ ନାହିଁ। ଏହା କେବଳ ତାଙ୍କର ସମସ୍ୟା ନୁହେଁ, କୌଣସି ବ୍ୟକ୍ତିଗତ ସମସ୍ୟା ନୁହେଁ, ଏହା ସମଗ୍ର ଶିକ୍ଷିତ ସମାଜର ସମସ୍ୟା। ଯେଉଁମାନେ ନିଜକୁ ଶିକ୍ଷିତ ବୋଲି ମନେ କରୁଛନ୍ତି, ଶିକ୍ଷିତ ବୋଲି ଭାବୁଛନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଏହି କଥା ପ୍ରଯୁଜ୍ୟ। ସେମାନଙ୍କ ମଧ୍ୟରେ ସମସ୍ୟା ଦେଖା ଦେଉଛି। ସେଇ ଶିକ୍ଷିତ ଯେଉଁମାନେ ନିଜକୁ ଭାବନ୍ତି। ଧର୍ମ ପରିବର୍ତ୍ତନ କଲା ପରେ ଦେଖ ପିଲାମାନେ, ଯେମିତି ନିଜର ଜଣେ ଧର୍ମ ପରିବର୍ତ୍ତନ କଲା ପରେ ନିଜର ଭାଷା ବଦଳି ଦିଏ, ନିଜ ନାଁ ବଦଳି ଦେଉଛି, ନିଜର ଆହାର ବେଶଭୂଷା ବଦଳି ଦେଉଛି, ଠିକ୍ ସେମିତି ସେମାନେ ନିଜ ଜନ୍ମଭୂମିକୁ
ଭୁଲି ଯାଆନ୍ତି, ନିଜକୁ ବଦଳାଇ ସେମାନେ ନିଜକୁ ପରିବର୍ତ୍ତନ କରି ନିଜ ଜନ୍ମଭୂମିକୁ ସେମାନେ ପାଶୋରି ଯାଆନ୍ତି। ଲେଖକ ଏହି ପ୍ରବନ୍ଧରେ ଗାଁର ଏକ ପରିବାରର ପରମ୍ପରା ଗଢ଼ି ଉଠିବାର ଗୋଟେ ଉଦାହରଣ ଦେଇଛନ୍ତି। ଦେଖିବ ପିଲାମାନେ ଗାଁ ମାନଙ୍କରେ ଯେତେ ବି ଲୋକମାନଙ୍କ ମଧ୍ୟରେ ବାଦ ବିସମ୍ବାଦ ହଉ, ବାଦ ବିସମ୍ବାଦ କଣ, ଯେତେ ବି କଳା ହଉ, ଯେତେ ବି ଝଗଡ଼ା ହଉ, ଲୋକମାନଙ୍କ ମଧ୍ୟରେ ସମସ୍ତେ ଏକ ପରିବାର ଆକାରରେ ରହିଥାନ୍ତି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେମାନେ ଏକ ପରିବାର ଆକାରରେ ରହନ୍ତି। କେହି କକା କାକି ଅଜା ଆଈ ମାମୁଁ ମାଇଁ ଭଣଜା ଭାଞ୍ଜି ଭାଇ ଭଉଣୀ ଏହି ସମ୍ପର୍କରେ ସେମାନେ ପରିଚିତ ହୋଇଥାନ୍ତି। ଇଏ ହେଲା ଗାଁ ମାନଙ୍କରେ ଏକ ପରିବାର ପରମ୍ପରା ଗଢ଼ି ଉଠିବାର ପ୍ରମାଣ, ଯାହାକି ସହରରେ ଦେଖିବାକୁ ମିଳେ ନାହିଁ। ତାଙ୍କ ଗାଁର ସମ୍ମୁଖରେ ସାର ମାଉସୀ ଜଣେ ଥିଲେ। ଆଗରୁ ଲେଖକଙ୍କ ସହ ଦେଖା ହେଲେ ସାର ମାଉସୀ ପଚାରୁଥାଏ, କେବେ ଆସିଲୁ ବାପା? କିନ୍ତୁ ଏବେ କହେ, କେବେ କେବେ ଯଦି ଲେଖକ ତାଙ୍କ ଗାଁକୁ ଯାଆନ୍ତି ତ ସାର ମାଉସୀ କହେ, କେବେ ଆସିଲୁ ବାବୁ, କେବେ ଆସିଲ ବାବୁ କହୁଥାଏ। ଜାଣିପାରୁଛ ପିଲାମାନେ, ଉଭୟ ବାକ୍ୟରେ ବହୁତ କିଛି ପାର୍ଥକ୍ୟ ଅଛି। ସେ ଦୁଇଟି ବାକ୍ୟ କଣ, କେବେ ଆସିଲୁ ବାପା ଏବଂ ଆଉ ଗୋଟିଏ ହେଲା କେବେ ଆସିଲ ବାବୁ। ପାର୍ଥକ୍ୟ କଣ ଅଛି ଦେଖ ପିଲାମାନେ, ପ୍ରଥମ ବାକ୍ୟରେ ଯେଉଁ ସ୍ନେହ ଅଛି, ଯେଉଁ ମମତା ଅଛି, ଯେଉଁ ଭଲ ପାଇବା ଅଛି, ଦ୍ୱିତୀୟ ବାକ୍ୟରେ ତାହା ଦେଖିବାକୁ ମିଳୁନାହିଁ। ଅର୍ଥାତ୍ ସମ୍ପୂର୍ଣ୍ଣ ଭାବେ ସେ ବଦଳି ଯାଇଛନ୍ତି। ଲେଖକ ନିଜ ଗାଁ ମାଟିକୁ ସେ ଫେରି ପାରୁନାହାନ୍ତି, ଆସିପାରୁନାହାନ୍ତି। ତାଙ୍କ ମନ ଡାକୁନାହିଁ, ଅନ୍ତରରୁ ତାଙ୍କ ମନ ଡାକୁନାହିଁ ନିଜ ଗାଁକୁ ଆସିବା ପାଇଁ। ଯେହେତୁ ସେ ଆସୁନାହାନ୍ତି, ବହୁତ କିଛି ପରିବର୍ତ୍ତନ ହେଉଛି। ସମ୍ପର୍କ ଧୀରେ ଧୀରେ ବିଚ୍ଛେଦ ହେଇଯାଉଛି। ଯେମିତି ସାର ମାଉସୀ, କେତେ ବଢ଼ିଆ ସମ୍ପର୍କ ଥିଲା ଲେଖକଙ୍କ ସହିତ। ତେଣୁ ଆଗରୁ ସେ କହୁଥାଏ, କେବେ ଆସିଲୁ ବାପା, କି ମିଠା କି ମଧୁର। କିନ୍ତୁ ଏବେ କହେ, ଯେହେତୁ ସମ୍ପର୍କ ଦୂରେଇ ଗଲା, ବିଚ୍ଛିନ୍ନ ହେଇଯାଉଛି ସମ୍ପର୍କ, ତେଣୁ ଏବେ ସେ ସାର ମାଉସୀ କହୁଛି କଣ, କେବେ ଆସିଲ ବାବୁ। ଆଉ ନାହିଁ ସେ ଭଲ ପାଇବା, ଆଉ ନାହିଁ ସେ ସ୍ନେହ ମମତା ନା ଆନ୍ତରିକତା। ଠିକ୍ ସେମିତି ଲେଖକ ଏଠି ଗୋବିନ୍ଦା ଭାଇର ମଧ୍ୟ ଉଦାହରଣ ଦେଇଛନ୍ତି। ଗୋବିନ୍ଦା ଭାଇ ଯିଏକି ଗାଁ ମଝିରେ ତାର କ୍ଷୁଦ୍ର କୁଟୀର। ଲେଖକଙ୍କ ସହିତ ଆଗରୁ ଦେଖା ହେଲେ ସେ ଲେଖକଙ୍କୁ ଡାକି ନେଉଥାଏ, ବସାଇ ମନବୋଧ ଜ୍ୟୋତିଷର ବ୍ୟାଖ୍ୟା କରୁଥାଏ। କିନ୍ତୁ ଏବେ ଆଉ ତାହା ନାହିଁ। ଆଉ ସେ ପୂର୍ବ ସମୟକୁ ଲେଖକ ଫେରି ପାରୁନାହାନ୍ତି। ବର୍ତ୍ତମାନ ତାଙ୍କ ଗାଁ ନବାଗତ ଅତିଥିରେ ପରିପୂର୍ଣ୍ଣ। ନବାଗତ ଅତିଥି କଣ, ନବାଗତ ଅତିଥି ମାନେ ନୂଆ ନୂଆ ଅତିଥି। କାହାକୁ ଏଠି କହିଛନ୍ତି, ଯୁଆଡ଼େ ଦେଖିବ ଛୋଟ ଶିଶୁମାନେ ଅଛନ୍ତି, ଯେଉଁମାନେ କି ବୃଷଧର ଲମ୍ବଧର ଉଲଗ୍ନ, ଅର୍ଥାତ୍ କାହାର ପେଟ ବାହାରି ଯାଇଥିବ, କାହାର ମୁଣ୍ଡ ବଡ଼ ଦେଖାଯାଉଥିବ, କାହାର ଆଖି ପଶି ଯାଇଥିବ, କିଏ ନଙ୍ଗଳା ହେଇକି ଥିବ, ଛୋଟ ଛୁଆମାନଙ୍କ କଥା କହୁଛନ୍ତି। ସେଇ ଛୋଟ ଛୁଆମାନେ ଯେମିତି ନବାଗତ ଜିରାଫ ବା ଜେବ୍ରାକୁ ଦେଖନ୍ତି, ଠିକ୍ ସେମିତି ଲେଖକ ଯଦି କେବେ କେବେ ନିଜ ଗାଁକୁ ଆସନ୍ତି ବୁଲିବା ପାଇଁ, ସେ ଛୋଟ ଛୁଆମାନେ ସେମିତି ଲେଖକଙ୍କୁ ଦେଖୁଥାନ୍ତି। ବର୍ତ୍ତମାନ ଲେଖକ କାହା ସହିତ ମିଶିବେ? କିଛି ଲୋକ ଯେଉଁ ରହିଲେ ନିଜର ଚାଷ କାର୍ଯ୍ୟରେ ବ୍ୟସ୍ତ ରହିଲେ, ଯେଉଁମାନେ ପାଠ ପଢ଼ୁଥିଲେ କିଛି ଚାକିରି କଲେ ନାହିଁ, ବେକାର ଭାବରେ ରହିଲେ, ସେମାନେ ରାଜନୀତିର ଆଶ୍ରୟ ନେଲେ, ସେମାନେ ବିଦ୍ରୋହରେ ଲିପ୍ତ। ବର୍ତ୍ତମାନ ଲେଖକ କାହା ସହିତ ମିଶିବେ ଆସିକି? ଏଠାରେ ପୁଣି ଲେଖକ ତାଙ୍କ ଗାଁର କର୍ମ ଯୋଜନା ଉପରେ ମଧ୍ୟ କିଛି ଉପସ୍ଥାପନ କରିଛନ୍ତି। ନିଦାଘର ନିରାଟ ଝାଞ୍ଜିପାରେ। ନିଦାଘର ବା ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ଖରା ପରେ ଗାଁ ଲୋକମାନେ ନୂଆ ମେଘକୁ ଚାହିଁ ରହନ୍ତି। ବର୍ଷା ହେଲା ପରେ ରଜ ପର୍ବ ପାଳନ ହୁଏ। ବନ୍ୟଯୁଦ୍ଧର ପରିମଳରେ ରଜ ପର୍ବର ଆରମ୍ଭ। ତାଙ୍କ ଚାଷ କାର୍ଯ୍ୟ ସେମାନେ ଲିପ୍ତ। ଏହିପରି ତାଙ୍କର କର୍ମ ଯୋଜନା ରହିଥାଏ। ଚାଷ କାର୍ଯ୍ୟ ପରେ ସ୍ୱର୍ଣ୍ଣ ଧାନରେ ତାଙ୍କର ଗାଁ ପରିପୂର୍ଣ୍ଣ ହୋଇଯାଏ, ମାଟି ପରିପୂର୍ଣ୍ଣ ହୋଇଯାଏ। ଏହିପରି ପ୍ରତ୍ୟେକ ଗାଁରେ ତାଙ୍କର କର୍ମ ଯୋଜନା ରହିଥାଏ। କେବଳ ତାଙ୍କ ନିଜ ଗାଁ କଥା କହୁନାହାନ୍ତି, ସମସ୍ତ ଗାଁରେ ଏସବୁ ଦେଖିବାକୁ ମିଳିଥାଏ। ଆଭିଜାତ୍ୟ ଗୋଟେ ଶବ୍ଦ ପ୍ରୟୋଗ କରୁଛନ୍ତି ଏହି ପ୍ରବନ୍ଧରେ ଲେଖକ। ଯେଉଁମାନେ ପାଠ ପଢ଼ନ୍ତି, ଶିକ୍ଷିତ ବୋଲି ମନେ କରନ୍ତି, ସେମାନେ ନିଜକୁ ଆଭିଜାତ୍ୟ ସମ୍ପ୍ରଦାୟ ପରି ମନେ କରନ୍ତି, ଭାବନ୍ତି, ମାନେ ଧନୀ ସମ୍ପ୍ରଦାୟ। ତ ଯେଉଁମାନେ ଶିକ୍ଷିତ ବୋଲି ମନେ କରନ୍ତି, ଆଉ ସେମାନେ କଠୋର ପରିଶ୍ରମ କରନ୍ତି ନାହିଁ, ଶାରୀରିକ ପରିଶ୍ରମ କରନ୍ତି ନାହିଁ, ସହରରେ ରହନ୍ତି, ଗାଁକୁ ଆଉ ଆସନ୍ତି ନାହିଁ। ଏହି ସବୁ କାରଣରୁ ବହୁ ପଲ୍ଲୀ ଜନନୀ ନିଜର ଅନେକ ସନ୍ତାନକୁ ହରାଇ ଦେଇଛନ୍ତି। ଅର୍ଥ ବଳରେ ବା କଠିନ ପରିଶ୍ରମ ବଳରେ ଯେଉଁମାନେ ଶିକ୍ଷିତ ବୋଲି ପରିଚିତ ହୁଅନ୍ତି, ଯେଉଁମାନେ ଭଲ ପାଠ ପଢ଼ୁଥାନ୍ତି ଛୋଟ ସମୟରେ ମଧ୍ୟ, ତାଙ୍କ ବିଷୟରେ ବୁଢ଼ା ବୁଢ଼ୀମାନେ, ଗାଁର ଲୋକମାନେ ବହୁତ କଳ୍ପନା ଜଳ୍ପନା କରନ୍ତି, ବହୁତ ପ୍ରଶଂସା ମଧ୍ୟ କରନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଯାହାଙ୍କ ଉପରେ ସେମାନେ ଆଲୋଚନା କରିଥାନ୍ତି, କଳ୍ପନା କରୁଥାନ୍ତି,
ସେ ସେଇମାନେ ପରିଶେଷରେ ନିଜ ଜନ୍ମଭୂମିକୁ ଆଉ ଆସନ୍ତି ନାହିଁ, ବିଶ୍ୱାସଘାତକତା କରନ୍ତି। କିନ୍ତୁ ଏହି ବିଶ୍ୱାସଘାତକତାର ପରିଣାମ କ'ଣ ହୋଇପାରେ ତାହା ମଧ୍ୟ ଲେଖକ ଉଦାହରଣ ଦେଇଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କର। ଭଗବାନ ଶ୍ରୀକୃଷ୍ଣ ଗୋପପୁରରେ ଛୋଟରୁ ବଡ଼ ହେଲେ ନନ୍ଦ ଯଶୋଦାଙ୍କର ସ୍ନେହରେ ମମତାରେ ବଡ଼ ହେଲେ। ସାଙ୍ଗସାଥୀ କବିମାନଙ୍କର କେତେ ଭଲ ପାଇବା ପାଇଲେ। ପରିଶେଷରେ ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ମଥୁରାକୁ ଚାଲିଗଲେ। କଥା ଦେଲେ 3 ଦିନକୁ କଣ୍ଟ କରି 3 ଦିନ ପରେ ମୁଁ ଫେରି ଆସିବି କହିଲେ, କିନ୍ତୁ ସେ ଆସିନାହାନ୍ତି। ସେ ଚାଲିଗଲା ପରେ କ'ଣ ହେଲା? ଯଶୋଦା ନନ୍ଦଙ୍କର ଆଖି ଅନ୍ଧୀଭୂତ ହୋଇଗଲା। ପ୍ରେମମୟୀ ରାଧା ଶଶିକଳା ପରି ଦୀନ ଓ କ୍ଷୀଣ ହୋଇଗଲେ। କିନ୍ତୁ ଯେଉଁ ବିଶ୍ୱାସଘାତକତା କଲେ ନିଜ ଜନ୍ମଭୂମି ସହିତ, ଲୋକଙ୍କ ସହିତ, ତାର ପରିଣାମ କ'ଣ ଭଲ ହେଲା? ପରିଶେଷରେ ତାଙ୍କର ବିରାଟ ପ୍ରାସାଦ ଅତଳ ଜଳଧିରେ ବା ଗଭୀର ସମୁଦ୍ରରେ ବୁଡ଼ିଗଲା। ତାଙ୍କର ବଂଶଗୋଷ୍ଠୀ ମଧ୍ୟ ମଦ୍ୟପାନ କରିକି ଏରକାର ବନରେ ହଣାହଣି ହୋଇଗଲେ। ପରିଶେଷରେ ସେ ଏକ ଶବରର ହାତରେ ନିହତ ହୋଇଗଲେ। ତେଣୁକରି ଲେଖକ ପରିଶେଷରେ କହିଛନ୍ତି, ଯେଉଁମାନେ ନିଜକୁ ଶିକ୍ଷିତ ବୋଲି ମନେ କରନ୍ତି, ଯେଉଁମାନେ ସେମାନଙ୍କ ମହାନୁଭବତାର ପରିଧିକୁ ପଲ୍ଲୀରୁ ପ୍ରଥମେ ଆରମ୍ଭ କରି ବିଶ୍ୱ ପର୍ଯ୍ୟନ୍ତ ପରିବ୍ୟାପ୍ତ କରିପାରନ୍ତି, ସେମାନେ ହିଁ ଆମ୍ଭମାନଙ୍କର ନମସ୍ୟ। ଏ ମଧ୍ୟ ଦ୍ୱିମାତ୍ରିକ ପ୍ରଶ୍ନ ଆସିଥାଏ, କେଉଁମାନେ ଆମମାନଙ୍କର ନମସ୍ୟ? ଅର୍ଥାତ୍ ଯେଉଁମାନେ ନିଜର ମହାନୁଭବତାର ପରିଧିକୁ ପ୍ରଥମେ ପଲ୍ଲୀରୁ ହିଁ ଆରମ୍ଭ କରିଥାନ୍ତି। ତ ଯେଉଁମାନେ ପାଶ୍ଚାତ୍ୟ ଶିକ୍ଷାର ସମସ୍ତ ନିକଟ ଛିନ୍ନ କରି ସେମାନଙ୍କର ମହାନୁଭବତାର ପରିଧିକୁ ପ୍ରଥମରେ ପଲ୍ଲୀରୁ ଆରମ୍ଭ କରି ସମଗ୍ର ଓଡ଼ିଶା ଓ ଭାରତ ବର୍ଷକୁ ବ୍ୟାପ୍ତ କରିପାରନ୍ତି, ସେମାନେ ଆମ୍ଭମାନଙ୍କର ନମସ୍ୟ। ଏ ଥିଲା ପିଲାମାନେ ଜନ୍ମଭୂମି ପ୍ରବନ୍ଧର କଥାବସ୍ତୁ ସାରାଂଶ। ଭଲ ଲାଗିଥିଲା ଲାଇକ୍ କରିଦେବ, କେମିତି ଲାଗିଲା କମେଣ୍ଟରେ ଲେଖିବାକୁ ଭୁଲିବ ନାହିଁ। ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବ। ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଲିଙ୍କ୍ ସେୟାର କରିଛି ଚ୍ୟାନେଲର ହ୍ୱାଟ୍ସଆପ୍ ଚ୍ୟାନେଲ ଓଡ଼ିଆ ସାର୍ ଓବି। ସେଇ ଲିଙ୍କ୍ ଉପରେ କ୍ଲିକ୍ କରି ତୁମେ ହ୍ୱାଟ୍ସଆପ୍ରେ ମୋତେ ଜଏନ୍ କରିଦେବ। ଆଗକୁ ଅନେକ ଭିଡ଼ିଓ ପାଇବ ପିଲାମାନେ। ପୁଣି ଦେଖାବା ପିଲାମାନେ ଆଉ ଏକ ଭିଡ଼ିଓରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାର ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।